ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଭାରତର ସୁଦୃଢ଼ ସ୍ଥିତି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବିଶ୍ୱ ଅର୍ଥବ୍ୟବସ୍ଥା ଏକ ଅନିଶ୍ଚିତ ମୁହୂର୍ତ୍ତ ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ ଏକ ବିରଳ ଉଲ୍ଲେଖନୀୟ ଅଞ୍ଚଳ ଭାବରେ ଉଭା ହୋଇଛି ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା ଉପରେ ଜାତିସଂଘର ସଦ୍ୟତମ ବାର୍ଷିକ ରିପୋର୍ଟରେ ଭାରତକୁ 6.3 GDP ବିକାଶ ହାର ସହିତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ମିଳିଛି। ଆନୁମାନିକ 6.4% ଅଭିବୃଦ୍ଧି ହାର ସହିତ ବିକାଶର ଏହି ଗତି 2026 ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ବୃଦ୍ଧି ପାଉଥିବା ବାଣିଜ୍ୟିକ ଉତ୍ତେଜନା, ନୀତିଗତ ଅନିଶ୍ଚିତତା ଏବଂ ସୀମାପାର ନିବେଶରେ ହ୍ରାସ ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥାର ସମ୍ଭାବନା ଦୁର୍ବଳ ରହିଛି। ଭାରତର ବିକାଶ ହାର ସର୍ବାଧିକ 6.3% ଥିବାବେଳେ ଚୀନର 4.6%, ଆମେରିକାର 1.6% ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ବିକାଶ ହାର 2.4% ରହିଛି। ଭାରତର ଅଭିବୃଦ୍ଧି ଦୃଢ଼ ଘରୋଇ ଚାହିଦା ଏବଂ ନିରନ୍ତର ସରକାରୀ ଖର୍ଚ୍ଚ ଦ୍ୱାରା ପରିଚାଳିତ ହେଉଛି। ଏହି କାରକଗୁଡ଼ିକ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇଛି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ଉପଯୋଗୀ ସାବ୍ୟସ୍ତ ହୋଇଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ ସୀମା ମଧ୍ୟରେ ରହି 2025ରେ 4.3%କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଆର୍ଥିକ ବଜାର ମଧ୍ୟ ଏହି ସମ୍ଭାବନାକୁ ପ୍ରତିଫଳିତ କରୁଛି। ସ୍ଥାୟୀ ନିବେଶକଙ୍କ ଆତ୍ମବିଶ୍ୱାସ ଦ୍ୱାରା ସମର୍ଥିତ ଷ୍ଟକ୍ ସୂଚକାଙ୍କଗୁଡ଼ିକ ଦୃଢ଼ ଲାଭ ଦର୍ଶାଇଛନ୍ତି। ଅନୁକୂଳ ନୀତି ଏବଂ ନମନୀୟ ବାହ୍ୟ ଚାହିଦା ଦ୍ୱାରା ପରିଚାଳିତ ହୋଇ ଉତ୍ପାଦନ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ରପ୍ତାନି, ବିଶେଷକରି ପ୍ରତିରକ୍ଷା ଉତ୍ପାଦନ ଭଳି ରଣନୀତିକ କ୍ଷେତ୍ରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସୂଚକାଙ୍କଗୁଡ଼ିକ ମିଳିତ ଭାବେ ଦର୍ଶାଉଛି ଯେ ଭାରତର ଅର୍ଥବ୍ୟବସ୍ଥା କେବଳ ଦୃଢ଼ ଭାବେ ତିଷ୍ଠି ନାହିଁ, ବରଂ ଏକ ଅନିଶ୍ଚିତ ବୈଶ୍ୱିକ ପରିବେଶରେ ଗତି କରୁଛି। ଭାରତର ପୁଞ୍ଜିବଜାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଘରୋଇ ସଞ୍ଚୟକୁ ନିବେଶରେ ବିନିଯୋଗ କରି ସେଗୁଡ଼ିକ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। 2024 ଡିସେମ୍ବର ସୁଦ୍ଧା ସେୟାର ବଜାର ରେକର୍ଡ ଉଚ୍ଚତାରେ ପହଞ୍ଚିଥିଲା। ଭୌଗୋଳିକ ରାଜନୈତିକ ଉତ୍ତେଜନା ଏବଂ ଘରୋଇ ଅନିଶ୍ଚିତତା ସତ୍ତ୍ୱେ ଏହା ଅନେକ ଉଦୀୟମାନ ବଜାରକୁ ଅତିକ୍ରମ କରିଥିଲା। ଖୁଚୁରା ନିବେଶକଙ୍କ ସଂଖ୍ୟା ଆର୍ଥିକ ବର୍ଷ 2020ରେ 4.9 କୋଟିରୁ 2024 ଡିସେମ୍ବର ସୁଦ୍ଧା 13.2 କୋଟିକୁ ବୃଦ୍ଧି ପାଇଛି। ଏହି ଦ୍ରୁତ ଅଭିବୃଦ୍ଧି ଭାରତର ଦୀର୍ଘକାଳୀନ ଆର୍ଥିକ ସାମର୍ଥ୍ୟ ଉପରେ ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଗତ ଦଶନ୍ଧି ମଧ୍ୟରେ ଭାରତର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ଜାତୀୟ ଆକାଉଣ୍ଟସ୍ ପରିସଂଖ୍ୟାନ ଅନୁଯାୟୀ ସ୍ଥିର ମୂଲ୍ୟରେ ଉତ୍ପାଦନର ମୋଟ ମୂଲ୍ୟ ବୃଦ୍ଧି ବା GVA ପ୍ରାୟ ଦ୍ୱିଗୁଣିତ ହୋଇଛି, ଯାହା 2013-14ରେ 15.6 ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ 2023-24ରେ ଆନୁମାନିକ 27.5 ଲକ୍ଷ କୋଟି ଟଙ୍କାରେ ପରିଣତ ହୋଇଛି। ଏହି ସ୍ଥିର ଅଭିବୃଦ୍ଧି ଭାରତର ଆର୍ଥିକ ପରିଦୃଶ୍ୟରେ ଉତ୍ପାଦନ କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଭୂମିକାକୁ ଦର୍ଶାଉଛି। ଭାରତର ମୋଟ ରପ୍ତାନି 2023-24ରେ $778.1 ବିଲିୟନ ଡଲାରରୁ 6.01% ବୃଦ୍ଧି ପାଇ 2024-25ରେ ରେକର୍ଡ $824.9 ବିଲିୟନ ଡଲାରରେ ପହଞ୍ଚିଛି। ଏହା ଗତ ଦଶନ୍ଧିରେ ନିରନ୍ତର ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି। ସେବା ରପ୍ତାନି ପ୍ରମୁଖ ଅଭିବୃଦ୍ଧି ବାହକ ହୋଇ ରହିଛି, ଯାହାକି ସର୍ବକାଳୀନ ସର୍ବୋଚ୍ଚ $387.5 ବିଲିୟନ ଡଲାରରେ ପହଞ୍ଚିଛି। ଏହା 2023-24ରେ $341.1 ବିଲିୟନ ଡଲାର ତୁଳନାରେ 13.6% ବୃଦ୍ଧି ପାଇଛି। କେବଳ ମାର୍ଚ୍ଚ 2025ରେ ସେବା ରପ୍ତାନି ବାର୍ଷିକ 18.6% ବୃଦ୍ଧି ପାଇ 35.6 କୋଟି ଆମେରିକୀୟ ଡଲାରରେ ପହଞ୍ଚିଛି। ପେଟ୍ରୋଲିୟମ ଉତ୍ପାଦକୁ ବାଦ୍ ଦେଇ ବାଣିଜ୍ୟିକ ରପ୍ତାନି ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି, ଯାହା ପୂର୍ବ ବର୍ଷର $352.9 ବିଲିୟନ ଡଲାର ତୁଳନାରେ 6% ବୃଦ୍ଧି ପାଇ 2024-25ରେ $374.1 ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ବାର୍ଷିକ ଅଣ ପେଟ୍ରୋଲିୟମ ବାଣିଜ୍ୟିକ ରପ୍ତାନି ସଂଖ୍ୟା ଏବଂ 2013-14ରେ $314 ବିଲିୟନ ଆମେରିକୀୟ ଡଲାର ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି। ଏହି ନିରନ୍ତର ବୃଦ୍ଧି ପ୍ରତିରକ୍ଷା ଉତ୍ପାଦନ ଭଳି ରଣନୀତିକ କ୍ଷେତ୍ର ସମେତ ଭାରତର ଉତ୍ପାଦନ କ୍ଷେତ୍ରର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ସୂଚାଉଛି। ଭାରତର ପ୍ରତିରକ୍ଷା ଉତ୍ପାଦ ବର୍ତ୍ତମାନ ପ୍ରାୟ 100ଟି ଦେଶକୁ ରପ୍ତାନି କରାଯାଉଛି, ଯାହା ରଣନୀତିକ ପ୍ରତିରକ୍ଷା ଉପକରଣର ଏକ ବିଶ୍ୱ ଯୋଗାଣକାରୀ ଭାବେ ଭାରତର ବୃଦ୍ଧି ପାଉଥିବା ସ୍ଥିତିକୁ ପ୍ରତିଫଳିତ କରୁଛି।